ମୁଁ ସେ କହୁଛି ଯେ ମୁଖ୍ୟମନ୍ତ୍ରୀଙ୍କର ଏବେ ବି ମୁଖ୍ୟମନ୍ତ୍ରୀଙ୍କର କଣ୍ଟ୍ରୋଲ ନାହିଁ। ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି ତାଙ୍କ ସିଷ୍ଟମ ହାଇଜାକ୍ ହେଇଯାଇଛି। ଦେଖନ୍ତୁ ବିଧାନସଭାରେ ଉଚ୍ଚାରଣ ଆଚରଣ କିଭଳି ହେବ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପାଠ ପଢ଼ାଉଥିଲେ। ମୁଁ ଖାଲି ଏଠି ଆପଣମାନଙ୍କୁ କହି ରଖେ ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ଥର ମୋହନ ମାଝୀ ଯେତେବେଳେ ଏମଏଲଏ ଥିଲେ ଗଲା ଥର ଚପଲ ଫୋପାଡ଼ିଥିଲେ ବାଚସ୍ପତିଙ୍କ ଉପରୁ। ତାଙ୍କଠୁ ଡିସିପ୍ଲିନ୍ ଆଶା କରିବା ବା ସିଏ ଆମକୁ ପାଠ ପଢ଼ାଇବେ ବିଜେଡିକୁ ସେଇଟା ଶୋଭା ପାଉନି। ଡାଲି ଫୋପାଡ଼ିଥିଲେ ବାଚସ୍ପତିଙ୍କ ଉପରକୁ, ଚପଲ ଫୋପାଡୁଥିଲେ। ଏଭଳିଆ ବ୍ୟବହାର କରୁଥିବା ଜଣେ ବ୍ୟକ୍ତି ଆଜି नो डाउट मुख्यमंत्री ହେଇଛନ୍ତି, ତାଙ୍କ ଭାଗ୍ୟରେ ଥିଲା ମୁଖ୍ୟମନ୍ତ୍ରୀ ହେଇଛନ୍ତି, କିନ୍ତୁ ବିଧାନସଭା ଭିତରେ ଚପଲ ଫୋପାଡୁଥିବା ଅଭଦ୍ରଚିତ ବ୍ୟବହାର କରୁଥିବା ଜଣେ ବ୍ୟକ୍ତି ବିଜେଡି କୁ ଆଙ୍ଗୁଳି ଉଠେଇବା ଏବଂ ବିଜେଡି ଗୋଟେ ଡିସିପ୍ଲିନ ଦଳ ଏବଂ ତା ଉପରେ ଆଙ୍ଗୁଳି ଉଠେଇବା ତାଙ୍କୁ ଶୋଭା ପାଉ ନାହିଁ ପ୍ରଥମତଃ। ଦ୍ୱିତୀୟତଃ ବିଜେଡି ତା ଷ୍ଟାଣ୍ଡରେ ସବୁବେଳେ ଷ୍ଟିକଅପ୍ ଅଛି ଏବଂ ବିଜୁ ଜନତା ଦଳ ଉଭୟ ବିଜେପି ଏବଂ କଂଗ୍ରେସ ଠାରୁ ସମ ଦୂରତ୍ୱ ମୂଳରୁ ରଖିଛି, ଏବେ ବି ରଖିବ। ବିଜୁ ଜନତା ଦଳର ନିଜସ୍ୱ ଷ୍ଟାଣ୍ଡ ଅଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ବାଉଳା ଚାଉଳା ହେଉଛନ୍ତି, ତାଙ୍କର ନିଜ ମନ୍ତ୍ରୀ ଉପରେ କଣ୍ଟ୍ରୋଲ ନାହିଁ। ତାଙ୍କର ଗୋଟେ ମନ୍ତ୍ରୀ କହୁଛନ୍ତି ଚାଉଳ ଫୁଲ ହେଇକି ଅଛି ଗଲା ବର୍ଷର ଚାଉଳ, ସମବାୟ ମନ୍ତ୍ରୀ କହୁଛନ୍ତି, ତେଣୁ ମିଲର ମାନେ ଧାନ ଉଠେଇ ପାରୁନାହାନ୍ତି, ଡେରି ହେଉଛି। ଆଉ ଗୋଟେ ମନ୍ତ୍ରୀ କହୁଛନ୍ତି କଟଣି ଛଟଣି ହେଉନାହିଁ ଏବଂ ମିଲର ମାନଙ୍କୁ ଡାକିକି ଏଠି ଚାନ୍ଦା ଆଦାୟ କରାଯାଉଛି। ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନେ କ'ଣ କରୁଛନ୍ତି ସେ ବିଷୟରେ ଅବଗତ ଅଛନ୍ତି ତ? ଆମକୁ ଡିସିପ୍ଲିନ୍ ଶିଖେଇବା, ଭାଷଣବାଜି ମାରିବା, ଆମର ବିଜୁ ଜନତା ଦଳ ଉପରେ ଆକ୍ଷେପ କରିବା କି ନବୀନ ବାବୁଙ୍କ ଉପରେ ଆକ୍ଷେପ କରିବା। କିଏ କାଗଜ ପଢୁଛି, ନବୀନ ବାବୁ କ'ଣ କରନ୍ତି? ନବୀନ ବାବୁ ବହି ଲେଖିଛନ୍ତି, ତମେ ଧାଡେ ଇଂଲିଶ କହିପାରୁନ, ହିନ୍ଦୀ କହିଲା ବେଳକୁ ଫାଟୁଛି ତମର। ତମେ ନବୀନ ବାବୁ କ'ଣ ଆଙ୍ଗୁଳି ଉଠେଇବ କାଗଜ ପଢିକି କ'ଣ କହୁଛନ୍ତି? ନବୀନ ବାବୁ ଜଣେ ବିଶ୍ୱସ୍ତରୀୟ ନେତା, ତାଙ୍କ ଭଳିଆ ହବାକୁ ହେଲେ ତମକୁ ଆହୁରି ବହୁତ କିଛି ଶିଖିବାକୁ ପଡିବ ଏବଂ ନବୀନ ବାବୁ ଦଳକୁ ଡିସିପ୍ଲିନରେ ଆଜି ବି ନେଇକି ଆସିଛନ୍ତି। ବିଜୁ ଜନତା ଦଳ ସବୁବେଳେ ତା ଡିସିପ୍ଲିନ ପାଇଁ ତାଙ୍କର କେନ୍ଦ୍ରରେ ମଧ୍ୟ ପ୍ରଶଂସିତ ହୋଇଛନ୍ତି ଯେ ବିଜୁ ଜନତା ଦଳଠୁ କିଛି ଶିଖ ବୋଲି ତାଙ୍କର ମନ୍ତ୍ରୀ ଅମିତ ଶାହ ମଧ୍ୟ କହିଥିଲେ। ତେଣୁ ଏ ବିଷୟରେ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କର ବିଭାଗ ମାନେ ଯେଉଁ ମନ୍ତ୍ରୀମାନେ ଅଛନ୍ତି ତାଙ୍କୁ କଣ୍ଟ୍ରୋଲ କରନ୍ତୁ, ତାଙ୍କୁ ଶିଖାନ୍ତୁ। ତାଙ୍କର ପାଞ୍ଚଟା ମନ୍ତ୍ରୀ ପାଞ୍ଚ ପ୍ରକାର କଥା କହୁଛନ୍ତି, ତେଣୁ ନିଜ ଉପରେ ନିଜ ମନ୍ତ୍ରିମଣ୍ଡଳ ଉପରେ ଆଗେ କଣ୍ଟ୍ରୋଲ ଆଣନ୍ତୁ, ତା ଉପରେ ବିଜୁ ଜନତା ଦଳକୁ ଆକ୍ଷେପ କରିବେ। ମୁଁ ସେ କହୁଛି ଯେ ମୁଖ୍ୟମନ୍ତ୍ରୀଙ୍କର ଏବେ ବି ମୁଖ୍ୟମନ୍ତ୍ରୀଙ୍କର କଣ୍ଟ୍ରୋଲ ନାହିଁ। ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି ତାଙ୍କ ସିଷ୍ଟମ ହାଇଜାକ୍ ହେଇଯାଇଛି। କୃଷ୍ଣ ପାତ୍ର ଯିଏ ତାଙ୍କର ମନ୍ତ୍ରୀ ଅଛନ୍ତି ସିଏ ମିଲର ମାନଙ୍କୁ ଡାକିକି ଚାନ୍ଦା ଆଦାୟ କରୁଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏ କଥା କ'ଣ ମିଛ କି? ଯଦି ନାହିଁ ତାହେଲେ ମନ୍ତ୍ରୀ ତାଙ୍କ ଉତ୍ତର ସ୍ପଷ୍ଟ କରନ୍ତୁ। ମନ୍ତ୍ରୀ ଯୋଉ ଜିଲ୍ଲା ଗସ୍ତ କରୁଛନ୍ତି ଖାଲି ଆଖି ଦେଖାଣିଆ ଚାନ୍ଦା ଆଦାୟ କରିବା ପାଇଁ ସେ ବୁଲୁଛନ୍ତି ପୁରା ଓଡ଼ିଶା ସାରା। ମିଲର ମାନଙ୍କୁ ଡାକିକି ଧମକେଇକି ଚାନ୍ଦା ଆଦାୟ କରାଯାଉଛି। ଗଲା କିଛି ଦିନ ତଳେ ଭଦ୍ରକ ଏମଏଲଏଙ୍କର 2ଟା ମିଲ୍ ଉପରେ ଚଢ଼ଉ ହେଇଛି, ସେ ଖାଲି ପଇସା ଦେଇନଥିଲେ ବୋଲି ତାଙ୍କ ମିଲ୍ ଉପରେ ଚଢ଼ଉ କରାଯାଇଛି। ତା ଉତ୍ତର ରଖନ୍ତୁ। କୃଷ୍ଣ ପାତ୍ର ମନ୍ତ୍ରୀ, ମାନ୍ୟବର ମନ୍ତ୍ରୀ କେତେ କଥା କହିଛନ୍ତି। ଟ୍ରେନରେ ଆଳୁ ଆସୁଛି, ଉତ୍ତରପ୍ରଦେଶରେ ଆଳୁ ଖାଇଲେ କୁଆଡେ ହବ ନାହିଁ, ଡାଇବେଟିସ୍ ହବ ନାହିଁ, ଏଇଭଳିଆ ବହୁତ କଥା ଓଡ଼ିଶାବାସୀଙ୍କୁ ଭ୍ରମିତ କରିଛନ୍ତି ଏବଂ ଏବେ ବି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି। ତାଙ୍କ ଆସନ ଟଳମଳ ଏ ଚାଷୀ ଇସ୍ୟୁ ନେଇକି ବର୍ତ୍ତମାନ ବିଜେପିର କର୍ମକର୍ତ୍ତାମାନେ ଏବଂ ବିଜେପିକୁ ଯେଉଁମାନେ ଭୋଟ ଦେଇଥିଲେ ସେ ଏତେ ମାତ୍ରାରେ ଉତ୍କ୍ଷିପ୍ତ, ମୋହନ ମାଝୀ ବିଚଳିତ ହେଲେଣି ତାଙ୍କ ମନ୍ତ୍ରୀମାନଙ୍କ ବ୍ୟବହାର ଆଚର ଉଚ୍ଚାରଣ ଦେଖିକି। ଏମିତି ଲାଟେଷ୍ଟ ନ୍ୟୁଜ୍ ଦେଖିବା ପାଇଁ ସୁପ୍ରଭାତ ନ୍ୟୁଜ୍ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ।